ଥିଲୁ ଖପରପଦା ସାପ ଗୋଟେ ରେସ୍କ୍ୟୁ କରିବା ପାଇଁ। ସେ ସାପଟା ବର୍ତ୍ତମାନ ଟାଇମ୍ ଦେଖନ୍ତୁ 2:43 ରାତିରେ। ଆଉ ମାନସ ଏପଟରେ ଅଛି, ତାକୁ ଆମେ ଗୋଟେ ବ୍ୟାଗ୍ ଭିତରେ ପୁରେଇ ଦେବା, ତାକୁ ନେଇକି ଛାଡ଼ିଦେବା, ଗୋଟେ ଭଲ ଜାଗାରେ ନେଇକି ଛାଡ଼ିଦେବା। ଆଉ ଏଠି ତ ଛାଡ଼ି ହେବନି ଘର ପାଖରେ। ଏ ଡବାଟା ଦେଇଛନ୍ତି ଦେଖନ୍ତୁ, ଡବା ଭିତରେ ଅଛି ଗୋଟେ ବହୁତ ବଡ଼ କମନ୍ କ୍ରେଟ୍, ଯେଉଁଟାକି କୁହାଯାଏ ଆମର ଶଙ୍ଖା ମୁଠିଆ ରଣା। ୟାକୁ ଆକ୍ଚୁଆଲି ନା ଚିତି ମାନେ କ'ଣ, ଏଇଟା ବାଲେଶ୍ୱରରେ କୁହନ୍ତି। ବାଲେଶ୍ୱର ନୁହେଁ, ଆକ୍ଚୁଆଲି ନା ୟାକୁ ଚିତି କୁହନ୍ତି। ଆଉ ଯୋଉ ଆମ ସାଇଡରେ ଯୋଉଟା କୁହନ୍ତି ସେଟା କଉଡିଆ ଚିତି କୁହନ୍ତି। ଆଉ କିଛି ଲୋକ ଚିହ୍ନି ପାରନ୍ତିନି, ଭାବନ୍ତି ଚିତି ସାପ ଯୋଉଟା ବିଷାକ୍ତ ନୁହେଁ। ମାନେ ଚିନ୍ତା କର, ଆମେ 2:30 ରାତି ହେଲାଣି, ଆମେ ଯାଇଛନ୍ତି ଆମେ ରେସ୍କ୍ୟୁ କରିବା ପାଇଁ। ଏଥିରେ ଲୋକମାନେ ବୁଝି ପାରୁନାହାନ୍ତି। ଲୋକମାନେ କ'ଣ କହୁଛନ୍ତି, କହିବେ ପଇସା ପାଇଁ କରୁଛ। ହଁ, ପଇସା ପାଇଁ ଆମେ 2:30 ରାତିରେ ଯିବୁ, ମୁଁ ଆମ ଜୀବନକୁ ବାଜି ଲଗେଇ। ଆଉ ରାତିରେ ଯେହେତୁ ତାକୁ ଛାଡ଼ି ହେବନି, ରାତିରେ ଛାଡ଼ି ହେବନି କ'ଣ, ଏଠି ପାଖ ଆଖରେ ତାକୁ ଛାଡ଼ି ହେବନି ନା, ବହୁତ ବଡ଼ ସାଇଜ୍ର ସାପ। ତାକୁ ଆମେ ଦେଖି କାଲି ଦିନରେ, ନହେଲେ କାଲି ଛାଡ଼ିଦେଲେ ଦିନରେ କିଛି ଅସୁବିଧା ହେବ କି? ଅସୁବିଧା ନାହିଁ। କାଲି ସନ୍ଧ୍ୟା ସୁଦ୍ଧା ଆରାମସେ ସାପ କଟନ ବ୍ୟାଗ୍ ନା ରହିପାରିବ। କାଲି ସନ୍ଧ୍ୟା ଭିତରେ ଦେଖିକି ଆଉ ଭଲ ଜାଗାଟେ ରିଲିଜ୍ କରିବା, ଗୋଟେ ଦୂର ଜାଗା ଦେଖିକି। କାରଣ ଲୋକାଲ୍ ଛାଡ଼ିଲେ ପ୍ରଥମତଃ ସବୁ ଜାଣିବେ କାହିଁକି ଭାଇ ନାଇଁ, ଏତେ ଇଏ ଡେଞ୍ଜର ସାପ, ୟାର ହାଇ ନ୍ୟୁରୋଟକ୍ସିନ୍ ଭେନମ୍ ଅଛି। ତା ସହିତ ଇଏ ଏପଟେ ଅସୁବିଧା ପାଖ ଆଖରେ ଛାଡ଼ିଲେ। ମାନେ ଇଏ ବର୍ଷର ହେଉଛି ଫାଷ୍ଟ ଇଏ କମନ୍ କ୍ରେଟ୍ ରେସ୍କ୍ୟୁ। ଡବାଟା ଭଲସେ ଇଏ କରିଦେ, ଉପରକୁ ଉଠି ଆସିଥିବ କାଳେ। ତାଙ୍କର ଦେଖନ୍ତୁ, ଆମେ ବ୍ୟାଗ୍ ନେଇନଥିଲୁ ଗାଡ଼ିରେ। ବାବା ଦେଖନ୍ତୁ ସାଇଜ୍ଟା ବଢ଼ିଆ ହେଇଛି ରେ। ଇଏ କ'ଣ ଉପରକୁ ଡେଇଁ ପଡ଼ିବ? ନା, ଜୁମ୍ ଟିକେ ମାରିକି ଦେଖ, ପୁରା ଆଇଡେଣ୍ଟିଫାଏ କରେଇଦେ କେମିତି କ'ଣ କୋଉଠୁ ଚିହ୍ନନ୍ତି। ତା ବେକ କତରୁ କେତେ ବାଟ ଛାଡ଼ିକି ଗାର। ଆଉ ଯୋଉ ଭାଇ ମାନେ ବି କହୁଥିଲେ ଆମ ଇନଷ୍ଟାଗ୍ରାମରେ କି ଭାଇ ଗୋଟେ କମନ୍ କ୍ରେଟ୍ ଉପରେ ଭିଡ଼ିଓ ଆଣ, ଆଉ ଭାଇମାନେ ଆପଣ କମେଣ୍ଟ କରିଥିଲେ କି କମନ୍ ଉଲ୍ଫ ଆଉ କମନ୍ କ୍ରେଟ୍ରେ କ'ଣ ଡିଫରେନ୍ସ। ମୁଁ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ। ପ୍ରଥମେ ହେଉଛି କମନ୍ କ୍ରେଟ୍ କଥାଟା କହିଲେ। ଦେଖନ୍ତୁ, ତା ବେକ ପୁରା ମୁଣ୍ଡ ପାଖରୁ ଛାଡ଼ନ୍ତୁ କିଛି ବାଟ ପର୍ଯ୍ୟନ୍ତ ଦେଖନ୍ତୁ ଗାର ନାହିଁ। ଆଉ ତା ସାଇଜ୍ ହିସାବରୁ ମିନିମମ୍ ମୋ ହାତରେ ଚାଖଣ୍ଡ କତରୁ ଗାର ଧୀରେ ଧୀରେ ଷ୍ଟାର୍ଟ। ଫାଷ୍ଟ ଗୋଟେ ଆପଣ ଚିହ୍ନିବେ ଏଇବା। ସେକେଣ୍ଡଟା ହେଉଛି ତା ଜୀବଟା ଆପଣ ଦେଖିପାରୁନାହାନ୍ତି। ନର୍ମାଲ ଅଲଗା ଯେଉଁ ସାପର ଜୀବ ବ୍ଲାକ୍ ଆସିବ, ଆଉ ୟାର ଜୀବ ଆସିବ ପିଙ୍କ। ଟିକେ ଯଦି ଜୀବ କାଟୁଥିବେ ଆପଣ ଜାଣିପାରୁଥିବେ, କାହିଁକିନା ମୋବାଇଲ ଆସୁଛି କି ନ ଆସୁଛି, ରିଏଲ ଦେଖିଲେ ଆପଣ ଜାଣିପାରିବେ। ଆଉ ଥାର୍ଡ କଥା ହେଉଛି ୟାର ପୁରା ଲାଞ୍ଜ ପର୍ଯ୍ୟନ୍ତ ହ୍ୱାଇଟ୍ର ଗାର। ଆଉ ଯେଉଁ ରହିଲା କମନ୍ ଉଲ୍ଫ ସ୍ନେକ୍, କମନ୍ ଉଲ୍ଫ ସ୍ନେକ୍ ଯେଉଁଟା ରହିଲା, ମୁଁ ସାଇଡ଼୍ରେ ପିକ୍ଚର ପକାଇଦେବି ଦେଖିବେ। ତାର ଯିଏ ଟୋଟାଲ ମୁଣ୍ଡ ପାଖରୁ ଗାର ଆସିଥିବ। ଆଉ ସେଟା ହେଉଛି ନନ୍ ଭେନମସ୍, ବିଲକୁଲ ବିଷାକ୍ତ ନୁହେଁ। ତାକୁ ଆମେ କଉଡ଼ିଆ ଚିତି ବୋଲି କୁହନ୍ତୁ। ଏଇଟାକୁ ଚିତି କୁହାଯାଏ। ଆଉ ପ୍ରାୟ ଜାଗାରେ ଆମ ସାଇଡ଼୍ରେ ଖାସ୍ କରି ଶଙ୍ଖା ମୁଠିଆ ରଣା ବୋଲି କୁହନ୍ତି। ଆମ ମାନେ ଭଦ୍ରକ ସାଇଡ଼୍ରେ ଶଙ୍ଖା ମୁଠିଆ ରଣା କୁହନ୍ତି। ଅଲଗା ଅଲଗା ଜିଲ୍ଲାରେ ଯେମିତି ଆପଣ ଜାଣିଥିବେ ଅଲଗା ନାଁ ସବୁ। ଆଉ ତାକୁ ଆମେ ବର୍ତ୍ତମାନ ବ୍ୟାଗକୁ ଟ୍ରାନ୍ସଫର୍ କରିଦେବା, କାହିଁକିନା ଡବାରେ କମ୍ ଅକ୍ସିଜେନ୍ ରହୁଥିବ, କିଛି ପ୍ରୋବ୍ଲେମ୍ ହେବ। କଟନ୍ ବ୍ୟାଗକୁ ଆମେ ଟ୍ରାନ୍ସଫର୍ କରିଦେବା, ଘୁଞ୍ଚି ଚାଲେ। ଆଉ ୟାର ଭେନମ୍ଟା ହେଉଛି କ'ଣ, ପୁରା ହାଇ ନ୍ୟୁରୋଟକ୍ସିନ୍ ଗୋଖର ସାପ ଠାରୁ ବହୁତ ବିଷାକ୍ତ ଇଏ। ଆଉ ଇଏ ଯଦି କାମୁଡ଼ିବ ଲୋକଙ୍କୁ ତ ଜାଣିପାରିବେନି। ସବୁଠାରୁ ନମ୍ବର 1 ବିଷାକ୍ତ ସାପ ହେଉଛି କମନ୍ କ୍ରେଟ୍। ଆଉ ଆମ ଭାରତରେ ପ୍ରତ୍ୟେକ ବର୍ଷ ଯେତିକି ସାପ କାମୁଡ଼ାରେ ମରୁଛନ୍ତି, ପ୍ରଥମ ଆସିବ ଯଦି ସ୍ପେକ୍ଟିକାଲ କୋବ୍ରା, ସେକେଣ୍ଡ ଆସିବ କମନ୍ କ୍ରେଟ୍, ଥାର୍ଡ ଆସିବ ରସଲ୍ ଭାଇପର୍। ତ ସେଇ ହିସାବରେ ଭାଇ ସାପଟିକୁ ଆପଣ ଦେଖିକି ଯାହା ଆମକୁ କଲ୍ କରିଥିଲେ, ଗଲା ପରେ ତାଙ୍କ କାନ୍ଥ ଉପରେ ଲିଟରାଲି ଚଢ଼ି ଯାଇଥିଲା। ଆମେ ବହୁତ ଭଲ ଭାବରେ ରେସ୍କ୍ୟୁ କରି ଭିଡ଼ିଓ ପକେଇବୁ ଦେଖିବେ। ଆଉ ଚାଲନ୍ତୁ ତାକୁ ଏବେ ବ୍ୟାଗ୍ ଭିତରେ ପୁରେଇଦେବା। ବ୍ୟାଗ୍ ଭିତରେ ପୁରେଇଦେବା, ତାକୁ ନେଇ କାଲି ନେଇକି ରିଲିଜ୍ କରିଦେବା। ଆଉ ତାକୁ ଧରିବା ପାଇଁ ହେଲେ ବହୁତ ମାନେ ସତର୍କ ସହକାରେ ଧରିବାକୁ ପଡ଼ିବ। ଆଚ୍ଛା ସାପ ଦେଖନ୍ତୁ କେତେ ଷ୍ଟ୍ରେଚେବୁଲ୍ ହେଇକି ରହିଯିବ। ଦେଖନ୍ତୁ କିଛି ନାହିଁ, ଏଇଭଳିଆ ହେଇକି ସେ ମୁଡ଼ି ହେଇକି ବହୁତ ସମୟ ପର୍ଯ୍ୟନ୍ତ ରହିଯିବ। ଏଇଭଳିଆ ହେଇକି ରହିଯିବ। ଏଇ ଦେଖନ୍ତୁ ଜୀବଟା ଆପଣ ଯଦି ଦେଖିପାରୁଥିବେ, ଜୀବ କରନ୍ତୁ ପିଙ୍କ କଲର। ହଁ, ଏଇବା ପିଙ୍କ ଆସୁଛି ଜୀବଟା। ଦେଖନ୍ତୁ ଏ କେବେ ଉପରକୁ ଡେଇଁବନି। ଆପଣ ଯେଉଁ ଭାବୁଛନ୍ତି ଉପରକୁ ଡେଇଁବ, ସେଭଳିଆ କେବେ ନୁହଁ। ବହୁତ ସାର୍ପ ସାପ ଇଏ। ଦେଖନ୍ତୁ ଜୀବଟା ଯଦି ଆପଣ ଦେଖିପାରୁଥିବେ, ଦେଖଉଛି। ଆଉ କମନ୍ କ୍ରେଟ୍, ଆଉ ୟାର ବି ଆଉ ଗୋଟେ କେବଳ ଇଏ କ'ଣ ରାତିରେ ବାହାରିବ, ନକ୍ଟ୍ରନାଲ ଯୋଉଟାକୁ କୁହନ୍ତି ରାତ୍ରିଚର ପ୍ରାଣୀ, ରାତିରେ ହିଁ ଆକ୍ଟିଭ ହେବେ। ଇଏ ଗୋଟେ ବେଣ୍ଡେଡ୍ କ୍ରେଟ୍। ଆଉ ଗୋଟେ ଇଏ ଏମିତି ୟାର ଗୋଟେ ବହୁତ ନା, ଆହୁରି ଗୋଟେ ବି ଅଛି ସାଇଲେଣ୍ଟ କିଲର। ସାଇଲେଣ୍ଟ କିଲର ଏକ ଏଇଥିପାଇଁ କୁହନ୍ତି, ରାତିରେ ବାହାରିଲା ପରେ ଏକ ମଣିଷର ଟେମ୍ପରେଚର ବହୁତ ପସନ୍ଦ। ମଣିଷର ଟେମ୍ପରେଚର ଯେହେତୁ ବହୁତ ପସନ୍ଦ, ତ ଇଏ ରାତିରେ ବାହାରିକି ଆରାମସେ ପଳାଏ
ମଣିଷ ଶୋଇଥିବା ବିଛଣା ସେଠି ଗଲା ପରେ ତାପରେ ସେଠି ମଣିଷ ଗଲା ଯଦି ପରେ ଯେହେତୁ ମଣିଷ କୁହନ୍ତି କି ଶୋଇ ସାରିଲା ପରେ ତା ହିତାହିତ ଜ୍ଞାନ ଭୁଲିଯାଏ, ଯଦି ଗୋଡ଼ କି ହାତ ପୋଡ଼ି ଯାଉଛି ତା ଉପରେ ତ ଖେଳ ଛିଡ଼ିବେ ଖତମ କରେ। ଆଉ ୟା ଦାନ୍ତ ଏତେ ଛୋଟ କି ଆପଣଙ୍କୁ ଯଦି ବି କାମୁଡୁଛି ଆପଣ ଜାଣିପାରିବେନି କି କାମୁଡ଼ିଲା କି କ'ଣ ହେଲା। ଆଉ ଭାଇ ଆଉ ଗୋଟେ କଥା କହିଦେଉଛି, ଏଇଭଳିଆ ସାପ ଯଦି ଆପଣ ରାତି ଅଧରେ ଦେଖୁଛନ୍ତି, କାରଣ ଯେହେତୁ ଏ ନକ୍ଟର୍ନାଲ ଆପଣ ଏକୁ ରାତିରେ ହିଁ ଦେଖିବେ। ଆଉ ଯଦି ରାତିରେ ଦେଖୁଛନ୍ତି ତାକୁ ନ ମାରିକି ଆମକୁ କଲ୍ କରନ୍ତୁ, କୌଣସି ସ୍ନେକ୍ ରେସ୍କ୍ୟୁ ଯେମିତି ଆମେ ରହିଲୁ ତାକୁ କଲ୍ କରନ୍ତୁ, କିମ୍ବା ଫରେଷ୍ଟ ଡିପାର୍ଟମେଣ୍ଟକୁ ଆପଣ କଣ୍ଟାକ୍ଟ କରନ୍ତୁ। କାରଣ ଇଏ କେବଳ ହିଁ ସେଇମାନେ ପ୍ରଫେସନାଲ ହ୍ୟାଣ୍ଡଲର ହିଁ ଏକୁ ରେସ୍କ୍ୟୁ କରିପାରିବେ, ବୁଝିପାରିଲେ। ନହେଲେ ଭାଇ ତମେ ଲୋକ ଅଛନ୍ତି ହେ ଆମେ ପିଟିକି ମାରିଦେବୁ, ପିଟିକି ମାରିଦେବ ଯେ ଭଲ କଥା, ଯଦି ନ ମାରି ପାରିବ ତମକୁ ଯଦି ମାରିଲା ତାହେଲେ କଥା ସରିଲା। ମାରିବାଟା ଭାଇ ଗୋଟେ କଥା ମନେ ରଖିଥାନ୍ତୁ, ତା ୟାର ବି ବଞ୍ଚିବାର ଅଧିକାର ଅଛି ନା। ଆଉ ଗୋଟେ କଥା କହିଦେଉଛି ଭାଇ, ମାରିବାଟା କିଛି ବଡ଼ କଥା ନୁହେଁ, କିନ୍ତୁ ସବୁ ଗୋଟେ କଥା ମନେ ରଖିଥିବେ, ଏଇଭଳିଆ ମାରି ଚାଲିଲେ ଆପଣଙ୍କୁ କ'ଣ ହେବ, ସାପ ବିଷରୁ ଆଣ୍ଟିଭେନମ୍ ତିଆରି ହୁଏ। ଲଗାତାର ଆପଣ ସାପକୁ ମାରି ଚାଲିଲା ପରେ ଯେତେବେଳେ ସାପ ସରିଯିବ, ତାର ଯେଉଁ ଧର ଆପଣଙ୍କୁ କାମୁଡ଼ି ଦେଉଛି ଏସ୍ବି ଯେଉଁଟା ହେଲା ଆଣ୍ଟି ସ୍ନେକ୍ ଭେନମ୍, ସେଟା ବି ଆପଣଙ୍କୁ ମିଳିବ ନାହିଁ। ଯାହାଫଳରେ କି ଯଦି ଆପଣ ସାପ କାମୁଡ଼ିଛି ତ ଡାଇରେକ୍ଟ ଆପଣ ମରିବା ଚାନ୍ସଟା ବହୁତ ବଢ଼ିଯିବ। ଆଉ ସାପ କାମୁଡ଼ା ଯେମିତିକି ମୁଁ ପ୍ରତ୍ୟେକ ଭିଡ଼ିଓରେ କୁହେ, ସାପ କାମୁଡ଼ା ହେଉଛି ଏକ ସଡ଼କ ଦୁର୍ଘଟଣା, ଯେମିତି ସେଇଭଳିଆ ଗୋଟେ ଦୁର୍ଘଟଣା। ତାପରେ ଆଉ ଗୋଟେ କଥା ଚିନ୍ତା କର, ଆମେ ଏଇ ବର୍ଷର ଆମେ ପ୍ରଥମ ଏଇ ସାପଟା ଧରୁଛୁ, ମାନେ ଏତେ ଦିନ ହେଲା ଆମକୁ ଗୋଟେ ବି କଲ୍ ଆସିନଥିଲା ଯେ ଏଇ ସାପର, ନୁହେଁ କି? ଆଉ ସ୍ପେକ୍ଟିକାଲ କୋବ୍ରା, ମନୋକୋଲ୍ଡ କୋବ୍ରା, ରସଲ୍ସ ଭାଇପର, ଆଉ ତ ନର୍ମାଲି ଯାହା ରହିଲା ଆମେ ସବୁ ଯାଇଛନ୍ତି ରେସ୍କ୍ୟୁ କରିବା ପାଇଁ। ଏ ସାପ ଲୋପ ପାଇଗଲେଣି, ମୋତେ ଲାଗୁଛି ବେଶୀ ଆଉ ନାହାନ୍ତି। ନାଇଁ ନାହାନ୍ତି କାହିଁକି, ଅଛନ୍ତି, ଯେହେତୁ ଇଏ ରାତିରେ ବାହାରନ୍ତି, ଲୋକଙ୍କ ସାମ୍ନା ଲୋକଙ୍କ ଇନକାଉଣ୍ଟର କମ୍ ହୁଏ ଏଙ୍କ ସହିତ। କମ୍ ହୁଏ, ଆମେ ବ୍ୟାଣ୍ଡେଡ୍ କ୍ରେଟ୍ କେତେ ଯାଇ ଧରନ୍ତି, ବ୍ୟାଣ୍ଡେଡ୍ କ୍ରେଟ୍ ବହୁତ ଧରା ହୁଏ, କିନ୍ତୁ ସିଏ ବି ସେଇଭଳିଆ ନକ୍ଟର୍ନାଲ ନା। ଆଉ ଦେଖିପାରୁଥିବେ, ଆମକୁ ସେଇଭଳିଆ କହୁଛି ସାପ କାମୁଡ଼ା ଗୋଟେ ସଡ଼କ ଦୁର୍ଘଟଣା। ଯଦି ସାପ କାମୁଡ଼ିଛି ତୁରନ୍ତ ମେଡ଼ିକାଲ ଯାଆନ୍ତୁ, କୌଣସି ଗୁଣି ଗାରେଡ଼ି ଝଡ଼ାଫୁଙ୍କା ଚକ୍କରରେ ଜମା ପଡ଼ନ୍ତୁ ନାହିଁ, କାରଣ ମୂଲ୍ୟବାନ ଜୀବନ ଗଲା ପରେ ଯେମିତି ଜାଣିଛନ୍ତି ଆଉ କେବେ ଜୀବନ ଫେରିବ ନାହିଁ। ସାପ କାମୁଡ଼ିଛି, ପୁଣି ଥରେ କହୁଛି ମେଡ଼ିକାଲ ଯାଆନ୍ତୁ। ଆଜ୍ଞା ଦେଖିପାରୁଥିବେ କେତେ ଭୟାନକ ସାପଟାକୁ। ଆଉ ଦେଖନ୍ତୁ ଆପଣ ସାପଟାକୁ ଚିହ୍ନିକି ରଖନ୍ତୁ, ଆଇଡେଣ୍ଟିଫାଏ ଆଉ ଥରେ କରିଦେଉଛି। କରନ୍ତୁ, ତ ତାଙ୍କର ହେଉଛି ଦେଖନ୍ତୁ, ତାଙ୍କ ମୁଣ୍ଡ ପାଖରୁ ତାର ହେଉଛି ଚାଖଡ଼େ ହିସାବର, ମାନେ ସାଇଜ୍ ହିସାବର, ଏଟା ଯେହେତୁ ବଡ଼ ସାଇଜ୍ର ସାପ ଅଛି, ଚାଖଡ଼େ ହିସାବର ଛାଡ଼ିକି ତାପରେ ସ୍ପଟ୍ ପଡ଼ିବ, ମାନେ ଏଇ ଯେଉଁ ହ୍ୱାଇଟ୍ କଲର୍ର ସ୍ପଟ୍ ପଡ଼ିବ। ଆଉ କମନ୍, ଏଟା ହେଉଛି କମନ୍ କ୍ରେଟ୍, ଆଉ ଯେଉଁଟା କମନ୍ ଉଲ୍ଫ ଯେଉଁଟା କଉଡ଼ିଆ ଚିତି ଆମେ କୁହାଯାଏ, ତ ତାର ହେଉଛି କ'ଣ ମୁଣ୍ଡ ପାଖରୁ ଆରମ୍ଭ ହେବ ସ୍ପଟ୍ଟା, ନାଇଁ କି? ପୁରା ଲାଞ୍ଜ ପର୍ଯ୍ୟନ୍ତ ମୁଣ୍ଡ ପାଖରୁ ଆରମ୍ଭ ନୁହେଁ କି? ଆଉ ତ ସେଟା ହେଉଛି ଟୋଟାଲ୍, ତା ଦେହରେ ବିଷ ନାହିଁ। ଆଉ ୟା ଦେହରେ ଯେଉଁ ବିଷ ଅଛି ଏଟା ବହୁତ ମାରାତ୍ମକ ଲୋକଙ୍କୁ। ଏସିଆର ନମ୍ବର 1 ବିଷାକ୍ତ ସାପ ମାନେ ଜାଣିପାରୁଥିବେ, ଗୋଟେ ଦେଶର ବିଷାକ୍ତ ସାପ ମାନେ ସେ କେତେ ନମ୍ବର ବିଷାକ୍ତ କ'ଣ, ବୁଝିପାରିଲେ। ତାକୁ ଏବେ ପୁରେଇ ଦେବା, କାଲି ସକାଳ ହଉ କିମ୍ବା ଯେହେତୁ ନକ୍ଟର୍ନାଲ ଦିନରେ ତ ଛାଡ଼ି ପାରିବାନି, କାଲି ସନ୍ଧ୍ୟାବେଳେ ତାକୁ ପୁରେଇ ଦେ। ଆଉ ତାପରେ ଆମେ ଅଲରେଡ଼ି ୟାକୁ ଛାଡ଼ି ଦେଇଥାନ୍ତୁ, ୟାକୁ ପାଖରେ କେଉଁଠି ଛାଡ଼ି ହେବନି ନା, ସଡନଲି ବାହାରି କାହିଁକି ପଡ଼ୁଛି। ଜାଣିଛ ନା, ଗୋଖର ସାପ ସ୍ମେଲ ରହୁଛି। ଓହୋ, କ'ଣ ସାପ ସ୍ମେଲ ରହିଲେ ଆଉ ଯିବନି? ଦେଖୁଛ ଜମା ଯାଉନି। ଓହୋ, କାଲି ଧରା ହେଇଥିଲା ଯେଉଁ ଗୋଖର ସାପଟା ନା, ସେଇ ସାପର ସ୍ମେଲଟା ରହୁଛି ନା। ଆଉ ସିଏ ସାପଟା ଗୋଖର ସାପ ହେଲା ଭଳିଆ ହେଇଥିଲା, ସାଇଜ୍ଟା ବଡ଼ ନା, ସେ ଯାଉନି ବା। ଡବାଟା କାଢ଼ିଦେ, ଡବାଟା କାଢ଼ିଦେ, ତା ଭିତରକୁ ପଳା, ତ ନେଇକି ଛାଡ଼ିଦେବୁ। ପଳା ନା, ଗଲା ନା, ଯା 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 ଯା। ଆଉ ଗୋଟେ କଥା ଭାଇ ମାନେ ଦେଖନ୍ତୁ, ଆମେ ଯେତେବେଳେ ଯାଇଥିଲୁ ରେସ୍କ୍ୟୁ କରିବା ପାଇଁ, ଅଲରେଡ଼ି ସେ ସୁ ପିନ୍ଧିଥିଲା। ଏଠି ଘର କତିକି ଆସିଲା ପରେ ସୁଟା ହେଉଛି ମାନେ କାଢ଼ି ଦେଇକି ଚପଲ ପିନ୍ଧି, ଆଉ କହିବେନି ଯେ ମାନେ ୱିଦାଉଟ୍ ସୁରେ ସେ ରେସ୍କ୍ୟୁ କରିବା ପାଇଁ ଯାଇଥିଲା। ଦେଖେଇ ଦେଉଛି ଆପଣଙ୍କୁ, ଦେଖନ୍ତୁ, ଏଟା ହେଉଛି ଆମର କୁକୁଡ଼ା ରୁହେ ୟା ଭିତରେ କୁକୁଡ଼ା ରୁହେ। ୟା ଭିତରେ କେହି ଯିବାର ନାହିଁ, ଆରାମସେ ତାକୁ ରଖିଦେଲୁ ରାତିରେ, ପୁରା ସେଫ୍ଟିରେ ରହିଲା। କ'ଣ ହେଉଛି ଦେଖ, କେମିତି ହେଉଛି ଲୋ ବାପ। ଭଲସେ ଗଣ୍ଠି ପକା, ତା ଭିତରେ ପୁରେଇ ଦେବା। ଆଉ ଏଟା ପୁରା ହେଲା ଭିତରେ, ଏଟା ତ ତାର ଲକ୍ ଦିଆହେବ। ଆଉ ୟା ଭିତରକୁ କେହି ବି ଯାଇପାରିବେନି, ବାସ୍ ରହିଲା ତା ଭିତରେ। ନା ବର୍ଷା ହେଲେ ବି ଟେନସନ୍ ନାହିଁ, ଆମେ ପାଲ ଢାଙ୍କିଦେଲୁ। ସବୁ ପ୍ରକାର ଏଭେଲେବୁଲ୍ ଜିନିଷ ଏଭେଲେବୁଲ୍ ଅଛି, ନାଇଁ କି? ଚାଲ ବାକି
देखा हे काली पुणी एक नुआ भिडियो छाड़िला ବର୍ତ୍ତମାନ ଟାଇମ୍ ହେଇଗଲା 2:57 ସେପଟେ ତ ମାନସ ଯାଇଛି ତା ଷ୍ଟିକ୍ ରଖିବା ପାଇଁ ଆଉ ତାପରେ ମୁଁ ଏପଟରେ ଅଛି ଆମେ ପୁଣି ଯାଇକି ଶୋଇଲେ ପୁଣି କାଲି ସକାଳୁ ଯଦି ସକାଳୁ ଯଦି କଲ୍ ପଳେଇ ଆସିବ ରେସ୍କ୍ୟୁ କଲ୍ ପୁଣି ହଇରାଣ ହେବା ତ ଗୋଡ଼ ହାତ ଧୋଇବା ସେପଟେ ରହିଯାଇଛି ସାପ ରହିଯାଇଛି ଆରାମସେ ରହିଲା ବର୍ଷା ବି ତାକୁ ହେବନି ଆରାମସେ ତା ଭିତରେ ରହିଲା ଆଉ କାଲିକି ଯାଇକି ତାକୁ ଗୋଟେ ବଢ଼ିଆ ଲୋକେସନ୍ରେ ତାକୁ ଛାଡ଼ିଦେବା ଏ ତ ଘର ପାଖରେ ଛାଡ଼ି ହେବନି ଘର ପାଖରେ ଅବଶ୍ୟ ଆମ ରାସ୍ତା ଫାସ୍ତା ସାଇଡ଼୍ରେ ଛାଡ଼ି ହେବନି ଆଉ କେଉଁଠି କ'ଣ ହେବ ଲୋକ ବାକ ଯିବା ଆସିବା କରୁଛନ୍ତି ତାକୁ ନେଇ ଗୋଟେ ଭଲ ଜାଗା ନେଇ ଛାଡ଼ିଦେବୁ ଯେହେତୁ ରାତି 3ଟା ହେଲାଣି ସେଥିପାଇଁ ଆମେ କୁଆଡ଼େ ଗଲୁ ନାହିଁ ରାତି 3ଟା ହେଲାଣି କ'ଣ ବର୍ଷା ବି ହେଉଛି ନା ଟିକେ ଝିପିରି ଝିପିରି ବର୍ଷା ପକାଉଥିଲା ସେଥିପାଇଁ ଗଲୁନି କୁଆଡ଼େ ଛାଡ଼ିବା ପାଇଁ ତ କାଲିକି ଆମେ ଦେଖିକି ଗୋଟେ ଭଲ ଜାଗାରେ ଛାଡ଼ିଦେବୁ ନହେଲେ ସନ୍ଧ୍ୟା ବେଳକୁ ନେଇକି ଗୋଟେ ଭଲ ଜାଗାରେ ନେଇକି ତାକୁ ଛାଡ଼ିଦେବୁ ଆରାମସେ ସେ ରହିଲା ଆଉ ପୁଣି ଦେଖାହେବ କାଲି ଯେତେବେଳେ ଆମେ ସାପଟିକୁ ଆମେ ରିଲିଜ୍ କରିବୁ ସେତେବେଳେ ମୁଁ ଗୋଟେ ଭିଡ଼ିଓ ସର୍ଟଟେ ନେବି ଆପଣମାନଙ୍କୁ ଦେଖେଇଦେବି କେଉଁ ଜାଗାରେ ଆମେ ରିଲିଜ୍ କଲୁ ଆଉ ଏଇଠି ରହୁଛି କାଲିକି ପୁଣି ଦେଖା ଆଉ ଆମେ ନେଇ ଆସୁ ତାକୁ ଛାଡ଼ିବା ପାଇଁ ଏଠି ଆରାମସେ ସେ ରହିବ କିଛି କାହାର ବି ଅସୁବିଧା ହେବନି ନା ସାପର ଅସୁବିଧା ହେବ ନା ମଣିଷମାନେ ଆସିବେ ତାଙ୍କର ଅସୁବିଧା ହେବ କିଛି ହେବନି ତ ସିଧା ମାନସକୁ କହିବା ସିଧା ତାକୁ ରିଲିଜ୍ କରିବ ନେଇଆ ଏ ସାପକୁ ଦେଖିଲା ବେଳକୁ ମାନେ ଡର ଲାଗୁଛି ଡରିବା କଥା ନାହିଁ ଆଉ ଇଏ ସାପ ସେମିତି ନର୍ମାଲି ସ୍ପେକ୍ଟିକାଲ କୋବ୍ରା ହେଲା ମୋନୋକଲ୍ଡ କୋବ୍ରା ହେଲା ସିଏ ଏଗ୍ରେସିଭ ହେବେ ମାନେ ତାଙ୍କର ମୁଡଟା ଅଲଗା ପଳେଇ ଆସିବ କିନ୍ତୁ ଇଏ ସାପ କ'ଣ ସବୁ ସ୍ନେକ୍ ରେସ୍କ୍ୟୁର ସବୁ ସ୍ନେକ୍ ସାପ ଧରାଳିକି ସାପ ଉଦ୍ଧାରକାରୀକି ସାପକୁ ଡରିବା ନିହାତି ଦରକାର କାହିଁକି ନା ଇଏ ଗୋଟେ ବହୁତ ଖତରନାକ ସାପ ବୁଝିଲେନି ଏ ସାପଟା ବହୁତ ବଡ଼ ସାଇଜର ସାପ ଅଛି ନା ଏ ବର୍ଷର ଫାଷ୍ଟ ରଣା ଆପଣମାନଙ୍କୁ ତ ସେ ପୂର୍ବ ଭିଡ଼ିଓ କ'ଣ ରାତିରେ ଯେଉଁ ଭିଡ଼ିଓ ବନେଇଥିଲି ସେଇଥିରେ କହିଥିଲି ଆପଣ କେମିତି ତାକୁ ଆଇଡେଣ୍ଟିଫାଏ କରିବେ ଇଏ ସାଇଜ୍ ନେଇକି ତାର ମୁଣ୍ଡ ପାଖରୁ କିଛି ଡିଷ୍ଟାନ୍ସ ଛାଡ଼ିକି ତାର ସ୍ପଟ୍ ରହିବ ଆଉ ଯେଉଁଟା ଆମର ରହୁଛି କଉଡ଼ିଆ ଚିତ୍ତି ତ ତାର ସେଟା ହେଉଛି ମୁଣ୍ଡ ପାଖରୁ ଆସିବ ଦେଖନ୍ତୁ ଇଏ କେତେ ବ୍ଲାକ୍ କଲର୍ ସେଟା ଆସିବ ସେଟା କି କଲର୍ ଆସିବ ଯେଉଁ ବ୍ଲାକ୍ ଆସିବନି ପୁରା ବ୍ଲାକ୍ ବାଦାମୀ କଲର୍ ଆସିବ ଗୋଟେ ମାନେ ଫିକା ବ୍ଲାକ୍ ଆସିବ ୟା ଭଳିଆ ପୁରା ଆସିବନି ବ୍ଲାକ୍ ଆସିବ ପୁରା ବ୍ଲାକ୍ ଦେଖନ୍ତୁ ସେ ତାର ସିଧା ପଳେଇବ ଦେଖିବେ ପୁରା ସିଧା ଆମେ ତ ଏଇଠି ତାକୁ ଛାଡ଼ିଦେଲୁ ସେ ସିଧା ପଳେଇବ ସେପଟକୁ ସେ ଜାଣିଛି ତାର ଆରାମସେ ସେ ଟେମ୍ପରେଚର ସେ ପାଇବ ରହିବ ଆରାମସେ କିଛି ଟେନସନ୍ ହେବାର ନାହିଁ ବାସ୍ ଏପଟକୁ ବି କେହି ଆସିବାର ନାହିଁ ସିଧା ପଳା କାଲିଠୁ ତୋତେ ରଖିଥିଲୁ କାଲି ତୋତେ ଆମେ ଛାଡ଼ି ଦେଇଥାନ୍ତୁ ଯେହେତୁ ଦିନରେ ମାନେ ଛଡ଼ା ଯାଏନି ତାପରେ ଏଠି ଗାଁ ଆମ ଘର ପାଖରେ ସବୁ ଘର ଅଛି ସବୁ ସେଥିପାଇଁ ଆମେ ଛାଡ଼ି ପାଇଲୁନି ଆରାମସେ ଦେଖନ୍ତୁ ସେ ସିଧା ପଳେଇଲା ଆଉ ଦେଖନ୍ତୁ ପୁରା ଲାଞ୍ଜ ପର୍ଯ୍ୟନ୍ତ ୟାର ପରେ ଆସିବ ହ୍ୱାଇଟ୍ କଲର୍ ସ୍ପଟ୍ ଆସିବ ତ ଇଏ ହେଉଛି ବହୁତ ଡେଞ୍ଜର ଇଏ ହେଉଛି ହାଇ ନିରୋଟକ୍ସିନ୍ ଭେନମ୍ ୟା ଦେହରେ ଅଛି ଏ ଦେଖନ୍ତୁ ସିଧା ପଳେଇଲା ସେପଟେ ଦେଖିପାରୁଥିବେ ନିହାତି फाइनाल सांग देखिपारे सापट बढ़िया जगह रिलीज करते कहीं आसबार ना आपण भावुचे आपने बुझीपारे कमन उल्फ आ कमन क्रेट भितर डिफरेन्स कौन अच्छी तो कमन क्रेट जोटा रहा मुंड पाखु कि बाट छाड़ी तार व्हाइट व्हाइट स्पट आसो आ जोटा कमन उल्फ रहा तो से कौन हम ना मुंड पाखु आसो टोटाल विषहीन आटा हूँ ये बहुत विषाक्त साप तो आपण मानक आउ थे कही रखू जदि आपण मानक साप कामुड़ी ताल आपण मैंने कौन करेंगे तुरंत मेडिकल जाई पहुँचे आ गुणिया कतिक जीवेनि जदि बा गुणिया कतिक जाऊँ आपंकर मूल्यवान जीवन हरई बसवे आउ भिडियो टी भिडियो को बहुत मात्रा सेयार कर दिनु कहीं लोक मैंने सचेतन हे आउ लोक मान जीवन बंची पार तो भिडियो टी ये रखुच्छी पुणी देखा नेक्स्ट दमदार ब्लॉग रे रही जय जगन्नाथ।